ଆଜ୍ଞା ଆମେ ଉତ୍କଳ ଆଗାମୀ ସ୍ମୃତିକ ଉତ୍ସବ କମିଟି ଯେଉଁ ଅଛି ତାର ଆମେମାନେ ସବୁ ମେମ୍ବର ଏବଂ ଏହି ଉତ୍କଳ ଆଗାମୀ ସ୍ମୃତି ଉତ୍ସବ କମିଟି ଆମର ପ୍ରତିବର୍ଷ ପ୍ରାୟ ଦୀର୍ଘ ବର୍ଷ ଧରି ପୁରୀରେ ଅନୁଷ୍ଠିତ ହୋଇ ଆସୁଅଛି। ଏଥର ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର 103ତମ ଉତ୍କଳ ଆଗମନୀ ସ୍ମୃତି ମହୋତ୍ସବ। ପୂର୍ବ ବର୍ଷ ଭଳି ଏବର୍ଷ ମଧ୍ୟ ସେହିଭଳି ବିଭିନ୍ନ ମାଙ୍ଗଳିକ ଅନୁଷ୍ଠାନ ଭିତରେ ଏହି ଆମର ଉତ୍ସବଟି ଉଦ୍ଯାପନ ହେବ। ଏହା ଭିତରେ ଏଇଟା ହେଉଛି ଆମର ଆଗାମୀ ଜାନୁଆରୀ ମାସ 12 ତାରିଖ ଯେଉଁ ଦ୍ୱିତୀୟ ରବିବାର ଅଛି ସେହିଦିନ ତାଳବଣିଆ ପଡ଼ିଆରେ ଆମର ମୁଖ୍ୟ ଉତ୍ସବଟି ଅନୁଷ୍ଠିତ ହେବ। ତା ସହିତ ଏଠାରେ ଯାହା ଆନୁଷ୍ଠାନିକ ଭାବେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅଛି ଏହି ଠାକୁରବାଡ଼ି ପୁରୀରେ ସେଇଟା ସକାଳ ଅତି ପ୍ରତ୍ୟୁଷରୁ ଆରମ୍ଭ ହେବ। ଏହା ଭିତରେ ଆମେ ଜିଲ୍ଲାପାଳଙ୍କ ଦ୍ୱାରା ଆହୁତ କୋର୍ଡ଼ିନେସନ୍ କମିଟି ମିଟିଂ ସେଥିରେ ଯୋଗଦାନ କରିଥିଲେ। ଆମର ବିଭିନ୍ନ ସମ୍ପୃକ୍ତ ଅଧିକାରୀମାନେ ସମ୍ପୃକ୍ତ ବିଭାଗମାନେ ସେମାନେ ସେଥିରେ ଯୋଗଦାନ କରିଥିଲେ ଏବଂ ସେଥିରେ ମଧ୍ୟ ଆମର ଜିଲ୍ଲାପାଳ ମହୋଦୟ ଆମକୁ ଅନୁମତି ଦେଇଛନ୍ତି ତାଳବଣିଆ ପଡ଼ିଆରେ ଏହି ଉତ୍ସବକୁ ପରିପାଳନ କରିବା ପାଇଁ ଏବଂ ସମସ୍ତ ବିଭାଗ ଗୁଡ଼ିକ ସକ୍ରିୟ ଭାବେ ମଧ୍ୟ ସହଯୋଗ ଆମ ସହିତ କରୁଛନ୍ତି। ଆମେ ଆଶା କରୁଛୁ ଅନ୍ତତଃ ଏଥର ଏହି ଉତ୍ସବଟି ଖୁବ୍ ସାଡ଼ମ୍ବରେ ପରିପାଳିତ ହେବ। ପାଖାପାଖି 20ରୁ 30 ବା ତାଠୁ ଉର୍ଦ୍ଧ୍ୱ ଆମର ଭକ୍ତମାନେ ଏଥିରେ ଯୋଗଦାନ କରିବେ। କେବଳ ଭକ୍ତ ନୁହନ୍ତି, ତତ୍ସହିତ ଯେଉଁମାନେ ଭକ୍ତ ଅନୁରାଗୀ ଶ୍ରଦ୍ଧାଳୁ ସେମାନେ ମଧ୍ୟ ଏହି ଉତ୍ସବରେ ଯୋଗଦାନ କରିବେ। ଆଜ୍ଞା, ଆପଣଙ୍କର ସେଦିନ ଗୋଟେ ଶୋଭାଯାତ୍ରା ଯାଏ, ରଥ ହେଇକରି ମହାପ୍ରଭୁଙ୍କର ଶୋଭାଯାତ୍ରା ଯାଏ, ତ ଏଥିରେ 25ରୁ 30 ହଜାର ଭକ୍ତ ସମାଗମ ହୁଏ ଏବଂ ତାଳବଣିଆ ପଡ଼ିଆରେ ଆପଣଙ୍କର ରହିବାଠୁ ଖାଇବା ପର୍ଯ୍ୟନ୍ତ ବହୁତ ମହାଡମ୍ବରରେ କାର୍ଯ୍ୟକ୍ରମ କରାଯାଏ। କ'ଣ ସବୁ ରହିଛି ପ୍ରସ୍ତୁତି ସେଦିନ? ଆମର ଯାହା ଡିଟେଲ୍ସ ପ୍ରୋଗ୍ରାମ ଅଛି ସେ ବିଷୟରେ ମୁଁ ଆମର ଡକ୍ଟର ହୃଷିକେଶ ସେନାପତି ଯିଏ ଆମର ଅଛନ୍ତି ଉପସଭାପତି ସେ ବାବଦରେ ବିଶେଷ ଭାବେ ଆପଣମାନଙ୍କୁ ସୂଚନା ପରିଚୟ। ଆଜ୍ଞା, ମୋ ନାଁ ହେଲା ଡକ୍ଟର ହୃଷିକେଶ ସେନାପତି। ମୁଁ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଥିଲି ଏବଂ ସତ୍ସଙ୍ଗର ମଧ୍ୟ ଜଣେ ସଦସ୍ୟ, ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶିଷ୍ୟ ଏବଂ ଆମର ଏ ଯେ ସ୍ମୃତି ଉତ୍ସବ କମିଟିର ମଧ୍ୟ ଜଣେ ସଦସ୍ୟ। ଆପଣଙ୍କୁ ଯେ ପୂର୍ବରୁ ସୂଚନା ଦିଆହେଲା ପରମ ପ୍ରେମ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଯୁଗ ପୁରୁଷୋତ୍ତମ ଏବଂ ଅଧୁନା ଯେ ବାଂଲାଦେଶର ପାବନା ଜିଲ୍ଲା ହିମାୟତପୁରରେ ଜନ୍ମଗ୍ରହଣ କରିଥିଲେ। 1888ରୁ 1969 ପର୍ଯ୍ୟନ୍ତ ତାଙ୍କର ନରଲୀଳା ସେ ସମ୍ବରଣ କରିଥିଲେ। ସାରା ବିଶ୍ୱର ଭାରତ ଏବଂ ଭାରତ ବାହାରୁ ବହୁ ଶ୍ରେଣୀର ତଥାଗତ ଆପଣ ଶିକ୍ଷିତ କୁହନ୍ତୁ, ଆପଣଙ୍କର ଚାଷୀ ବ୍ୟବସାୟୀ ପରିବାର ବର୍ଗ ରାଜନୈତିକ ନେତୃବୃନ୍ଦ ଏପରି ମଧ୍ୟ ମୋର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ବାବା ମା ଯିଏକି ଆମର ଥିଲେ ନେତାଜୀ ସୁଭାଷ ଚନ୍ଦ୍ର ଏବଂ ଜାନକୀନାଥ ବୋଷ ଏବଂ ପ୍ରଭାବତୀ ଦେବୀ ତାଙ୍କୁ ଅନୁରୋଧ ଜଣାଇଥିଲେ। ସେ ତାଙ୍କର ମନ୍ତ୍ର ଶିଷ୍ୟ ଥିଲେ, ତାଙ୍କୁ ଅନୁରୋଧ ଜଣାଇ ପୁରୀକୁ ଆଣିଥିଲେ। ସିଆର ଦାସ ଠାକୁରଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ଲାଲ ବାହାଦୁର ଶାସ୍ତ୍ରୀ ଠାକୁରଙ୍କ ପାଖକୁ ଆସିଛନ୍ତି, ମହାତ୍ମା ଗାନ୍ଧୀ ଠାକୁରଙ୍କ ପାଖକୁ ଆସିଛନ୍ତି ଏବଂ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର 1923 ମସିହା ଜାନୁଆରୀ 2 ତାରିଖ ଦିନ ତାଙ୍କର ନିବେଦନ କ୍ରମେ ଓଡ଼ିଶାକୁ ଆସିଥିଲେ। ପରବର୍ତ୍ତୀ ଧାର 1946 ମସିହାରେ ସେତେବେଳେ ଭାରତର ସ୍ୱାଧୀନତାର ପ୍ରାକ୍କାଳରେ ଠାକୁର ଆମର ଝାଡ଼ଖଣ୍ଡ ଜିଲ୍ଲା ଝାଡ଼ଖଣ୍ଡ ପ୍ରଦେଶର ଦେଓଘର ଯାଇକି ତାଙ୍କର ଆଶ୍ରମ ପ୍ରତିଷ୍ଠା କରିଛନ୍ତି। ପରମ ପ୍ରେମ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ନୀତି ଆଦର୍ଶ ହେଲା ଏକ ଜୀବନବର୍ଦ୍ଧନକାମୀ ଆଦର୍ଶ। ସମସ୍ତ ବିଗତ ପୁରୁଷୋତ୍ତମଙ୍କର ଧାରାକୁ, ତାଙ୍କ ନୀତିକୁ, ତାଙ୍କ ଆଦର୍ଶକୁ, ତାଙ୍କର ବିଧାନକୁ ପରିପୂର୍ଣ୍ଣ କରି ଯୁଗୋପଯୋଗୀ ବିଧାନ ଠାକୁର ଦେଇଛନ୍ତି। ମଣିଷ ବଞ୍ଚିବା ଏବଂ ବଢ଼ିବା ପାଇଁ ଯାହା ଯାହା ଦରକାର ଦୀକ୍ଷା, ଶିକ୍ଷା, ବିବାହ, ଆପଣ ଅର୍ଥନୀତି, ରାଜନୀତି, ଶିକ୍ଷାନୀତି, ସମାଜନୀତି ଏ ସମ୍ପର୍କରେ ସୁଚିନ୍ତିତ ବିଧାନ ଗୁଡ଼ିକ ଦେଇଛନ୍ତି। ତେଣୁ ଆବାଳ ବୃଦ୍ଧ ବନିତା, ଆଚାର୍ଯ୍ୟାଣ ବ୍ରାହ୍ମଣ ଏବଂ ତଥାଗତ ଆପଣଙ୍କର ହିନ୍ଦୁ, ମୁସଲମାନ, ଜୈନ, ଖ୍ରୀଷ୍ଟାନ, ବୌଦ୍ଧ, ଶୈବ, ଶାକ୍ତ, ଗାଣପତ୍ୟ, ବୈଷ୍ଣବ ପ୍ରତ୍ୟେକ ଶ୍ରେଣୀର ବ୍ୟକ୍ତିଙ୍କୁ ସେ ଆହ୍ୱାନ ଜଣାଇଛନ୍ତି ଏବଂ ସତ୍ସଙ୍ଗ ଏଭଳି ଏକ ପ୍ଲାଟଫର୍ମ ଯେଉଁଥିରେ ତଥାଗତ ସାମ୍ପ୍ରଦାୟିକ ଭେଦ ନାହିଁ, ପ୍ରତ୍ୟେକ ଶ୍ରେଣୀର ବ୍ୟକ୍ତି ଅଛନ୍ତି। ଏଇ ଯେ ଉତ୍ସବ ଅନୁଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଜି ସମାଜର ଯେଉଁ ମଙ୍ଗଳ ପାଇଁ ଆଜି ହୁଏତ ବହୁ ଭାବରେ ଜନହିତକର କାର୍ଯ୍ୟ ମଧ୍ୟ ସରକାରଙ୍କ ମାଧ୍ୟମରେ ବା ବେସରକାରୀ ମାଧ୍ୟମରେ ମଧ୍ୟ ଅନୁଷ୍ଠିତ ହୋଇ ଚାଲିଛି। ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ସେଇ ମଣିଷକୁ ଗଠନ କରିବା ପାଇଁ ଚେଷ୍ଟା କରିଥିଲେ। କାର୍ଯ୍ୟକ୍ରମ କରାଯାଉଛି ତ କ'ଣ କାର୍ଯ୍ୟକ୍ରମ ସବୁ ଏହି ପୁରୀରେ ଯେଉଁ କାର୍ଯ୍ୟକ୍ରମ କରାହେଉଛି ଏହି ମଣିଷ ଭିତରେ ଚେତନା ଶକ୍ତି ଜାଗ୍ରତ କରିବା ପାଇଁ, ମଣିଷ ଭିତରେ ତଥାଗତ
ଯେ ହୁଏତ ଜାଗତିକ ଦୁନିଆ ସହିତ ମଣିଷର ଜାଗତିକ ଉନ୍ନତି ସହିତ ଆଧ୍ୟାତ୍ମିକ ଚେତନାକୁ ସୃଷ୍ଟି କରିବା ପାଇଁ ଆମର ଯେ କାର୍ଯ୍ୟକ୍ରମ ଗୁଡ଼ିକ ରହିଛି ପ୍ରାତଃ ସମୟରୁ ବ୍ରାହ୍ମ ମୁହୂର୍ତ୍ତରୁ ଠାକୁରଙ୍କର ବିନତି ପ୍ରାର୍ଥନା ଜପ ଧ୍ୟାନ ଗ୍ରନ୍ଥପାଠ ପରବର୍ତ୍ତୀ ଅଧ୍ୟାୟରେ ଆପଣ ଯେ ସୂଚନା ଦେଉଥିଲେ ଶୋଭାଯାତ୍ରା କାର୍ଯ୍ୟକ୍ରମ ରହିଛି ଶୋଭାଯାତ୍ରା ପରେ ଆମର ବିଭିନ୍ନ ପ୍ରକାର ମଧ୍ୟ କାର୍ଯ୍ୟକ୍ରମ ଭିତରେ ଯୁବ ଛାତ୍ର ସମ୍ମିଳନୀ ରହିଛି ସାଧାରଣ ସଭା ରଖାଯାଇଛି ଏବଂ ମଣିଷକୁ ମଧ୍ୟ ଠାକୁରଙ୍କ ଦର୍ଶନ ସମ୍ପର୍କୀୟ ସୂଚନା ମଧ୍ୟ ଦିଆହେବ ମାତୃ ସମ୍ମିଳନୀ ରଖାଯାଇଛି ଚିକିତ୍ସକ ସମ୍ମିଳନୀ ରଖାଯାଇଛି ଚିକିତ୍ସା ଶିବିର ରଖାଯାଇଛି ଯେଉଁମାନେ ଅର୍ଥାତ୍ ସବୁ ଅଛନ୍ତି ଯେଉଁମାନେ ବହୁତ ଦୁଷ୍ଟ ଅଛନ୍ତି ପ୍ରପୀଡ଼ିତ ଅଛନ୍ତି ସମାଜର ନିମ୍ନସ୍ଥ ରହିଛନ୍ତି ସେମାନଙ୍କୁ ମଧ୍ୟ ଠାକୁର ବହୁ ଭାବରେ ବହୁତ ପ୍ରୋତ୍ସାହିତ କରିଥିଲେ ସେବାମୂଳକ କର୍ମ କରିଥିଲେ ଆଜି ମଣିଷକୁ କିପରି ଟୋଟାଲି ତାର ବହୁତ ଜାଗତିକ ଏବଂ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରି ମଣିଷକୁ ସୁସ୍ଥ ସବଳ କରିବା ପାଇଁ ଠାକୁରଙ୍କ ଯୋଜନା ଥିଲା ଏବଂ ଠାକୁର ସେହି ମାଧ୍ୟମରେ ଏହି ସତ୍ସଙ୍ଗ ତିଆରି କଲେ ଏକ ମଣିଷ ତିଆରି କାରଖାନା ଏହି ଦିବସ ବ୍ୟାପୀ ଯେଉଁ କାର୍ଯ୍ୟଗୁଡ଼ିକ ରହିଛି ଠାକୁରଙ୍କ ଦର୍ଶନକୁ ସମାଜରେ ପ୍ରତିଷ୍ଠା କରିବା ପାଇଁ ଦେଶରେ ସବୁଠି ପ୍ରଚାର ପ୍ରସାର କରିବା ପାଇଁ ଏକ ଜାତୀୟ ଉତ୍ସବ ଏବଂ ଏହି ଜାତୀୟ ଉତ୍ସବରେ କେବଳ ଓଡ଼ିଶାବାସୀ ନୁହନ୍ତି ଓଡ଼ିଶାର ପ୍ରତିଟି ଜିଲ୍ଲା ସହିତ ଆପଣଙ୍କର ଭାରତବର୍ଷର ବହୁ ଦେଶରୁ ମଧ୍ୟ ଆସିଛନ୍ତି ଏପରିକି ମଧ୍ୟ ଆଜିଠାରୁ ଆମେ ଲକ୍ଷ୍ୟ କରୁଛୁ ଆସାମ ତ୍ରିପୁରା ନାଗାଲାଣ୍ଡ ମଣିପୁର ଏ ଅଞ୍ଚଳରୁ ମଧ୍ୟ ବହୁ ଭାବରେ ଲୋକମାନେ ଆସୁଛନ୍ତି ଯିଏକି ଠାକୁରଙ୍କ ଚେତନାରେ ଅନୁପ୍ରାଣିତ ହୋଇ ଆଜି ସେମାନେ ଆଜି ସାରା ଦେଶରେ ଆପଣ ଲକ୍ଷ୍ୟ କରନ୍ତୁ ବହିର୍ଦେଶରେ ମଧ୍ୟ ଲକ୍ଷ୍ୟ କରନ୍ତୁ ଧର୍ମ ସମ୍ପର୍କିତ ଧର୍ମବାଦକୁ ସମ୍ପର୍କିତ ଏବଂ ଧର୍ମର ଚିନ୍ତାଧାରିକ ସମ୍ପର୍କିତ ତା ପ୍ରୟୋଗାତ୍ମକ ଦିଗକୁ ନେଇକି ପାରସ୍ପରିକ ଆଜି ନଷ୍ଟ ହୋଇଛି ଆଜି ଶ୍ରୀ ଠାକୁର ଏକ ମିଳନ ଦେବତା ହିସାବରେ ପରସ୍ପର ଭିତରେ ସେହି ମିଳନ ଆଜି ଛନ୍ଦ ସୃଷ୍ଟି କରିଛନ୍ତି ଆଜି ସେହି ସତ୍ସଙ୍ଗ ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତିକୁ ଆଜି ସମାଜର ଯେଉଁ ନିମ୍ନ ସ୍ତର ଠାରୁ ଆରମ୍ଭ ଉଚ୍ଚ ସ୍ତର ପର୍ଯ୍ୟନ୍ତ ଠାକୁରଙ୍କ ଭେଦଭାବ ନଥିଲା ଚୋର ଡକାୟତ ବଦମାସ ତସ୍କର ସମାଜର ଘୃଣିତ ପତିତ ଲାଞ୍ଛିତ ପରିତ୍ୟକ୍ତ ବ୍ୟକ୍ତିକୁ ଠାକୁର ପରବର୍ତ୍ତୀ ଅଧ୍ୟାୟ ଦେଖାଇଛି ଦେବମାନରେ ପରିଣତ କରିଥିଲେ ଆପଣ ଶୁଣିଛେ ଆଗରୁ ଗୋଟିଏ ରତ୍ନାକର ହୁଏତ ବାଲ୍ମୀକିରେ ପରିଣତ ହୋଇଥିଲେ ଆଜି କୋଟି କୋଟି ସେହି ଶ୍ରେଣୀର ଲୋକମାନଙ୍କୁ ଆଜି ଦେବମାନରେ ସୃଷ୍ଟି କରୁଛନ୍ତି ତେଣୁ ସତ୍ସଙ୍ଗର ମୂଳ ଆଭିମୁଖ୍ୟ ହେଲା ମଣିଷ ଭିତରେ ଦେବତ୍ୱ ସୃଷ୍ଟି କରିବା ଠାକୁରତ୍ୱ ସୃଷ୍ଟି କରିବା ତା ଭିତରେ ଯେ ହୁଏତ ଚେତନା ରହିଛି ତାକୁ ସୃଷ୍ଟି କରିବା ତା ଭିତରେ ଜୈବିକ ସଂସ୍କୃତିକୁ ଆହୁରି ଉନ୍ନତି କରିବା ତା ଜନ୍ମଗତ ଶୁଭ ସଂସ୍କାରକୁ ଆହୁରି ଉନ୍ନତି କରିକି ତାକୁ ଦେବମାନରେ ପରିଣତ କରିବା ପରସ୍ପର ଭିତରେ ଯେମିତି ସ୍ନେହ ପ୍ରୀତି ପ୍ରେମ ସୃଷ୍ଟି ହେବ ଭାତୃଭାବ ସୃଷ୍ଟି ହେବ ଏଇଟା ଠାକୁରଙ୍କ ଉଦ୍ଦେଶ୍ୟ ଥିଲା ଏବଂ ସେହି ଠାକୁରଙ୍କ ମୁଖ୍ୟତଃ ଦୁଇଟି କଥା କହିଲେ ଗୋଟେ ହେଲା ପବିତ୍ର ମହାମନ୍ତ୍ର ଯେଉଁ ମହାମନ୍ତ୍ର ମାଧ୍ୟମରେ ମଣିଷ ଆଧ୍ୟାତ୍ମିକ ଚେତନା ପାଇବ ଆଉ ଥିଲା ପ୍ରେମ କହିଲେ ନାମ ଏବଂ ପ୍ରେମ ବିଶ୍ୱର ସବୁକିଛି ଜୟ କରିପାରେ ଆପଣଙ୍କୁ ଆଜି ହୁଏତ ସହାୟତା କରିଛନ୍ତି ଏବଂ ଏଇ ଯେଉଁ ପୁରୀ ଆସିଲା ଆଜି ହୁଏତ ପୁରୀରେ ମଧ୍ୟ ଏକ ନୂତନ ଆବହାୱା ଖେଳିଯାଇଛି ଏହି ସତ୍ସଙ୍ଗ ମାଧ୍ୟମରେ ପ୍ରତିଟି ଅନ୍ତର ମନ୍ଦିରକୁ ଉଦ୍ବେଳିତ କରୁଛି ଆଜି ସତ୍ସଙ୍ଗର ଧାରା ଏହି ମାଧ୍ୟମରେ ଆଜି ପରସ୍ପର ଭିତରେ ପାରସ୍ପରିକ ଆଜି ସୃଷ୍ଟି ହୋଇଛି ଭେଦାଭାବ ଆଜି ସମସ୍ତେ ଭୁଲି ଯାଇଛନ୍ତି ତଥାଗତ ସାମ୍ପ୍ରଦାୟିକ ଭେଦ ଭୁଲି ଆଜି ସମସ୍ତେ ସତ୍ସଙ୍ଗର ମହାମିଳନ କ୍ଷେତ୍ରରେ ମଧ୍ୟ ଆଜି ଅନୁପ୍ରାଣିତ ହୋଇଛନ୍ତି ଆପଣ ଯେ କଥା ଆମକୁ କହିଲେ ଏହି ଦିବସ ଭାବି ସମସ୍ତଙ୍କ ଭିତରେ ଏହି ଚେତନା ଶକ୍ତି ସୃଷ୍ଟି କରିବା ପାଇଁ ସମସ୍ତ ଭିତରେ ଅବଚେତନ ମନରେ ସମସ୍ତଙ୍କ ଭିତରେ ଗୋଟେ ଯେ ଠାକୁରଙ୍କ ଦର୍ଶନକୁ ପହଞ୍ଚିବା ପାଇଁ ଇଏ ଏକ ସାମାନ୍ୟ ଏକ ପ୍ରଚେଷ୍ଟା ଆଜ୍ଞା ଆପଣଙ୍କ ସହଯୋଗ ପାଇଁ ଆମେ ଖୁବ୍ କୃତଜ୍ଞତା ଜ୍ଞାପନ କରୁଛୁ ଧନ୍ୟବାଦ ଅର୍ପଣ କରୁଛୁ ସମାଜର ପ୍ରତିଟି ଶ୍ରେଣୀକୁ ମଧ୍ୟ ଆମେ ଆହ୍ୱାନ ଜଣାଉଛୁ ଆଜ୍ଞା ଧନ୍ୟବାଦ।